କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଡିସ୍କସ୍ କରିବା ପଞ୍ଚତତ୍ତ୍ୱ ବିଷୟରେ। ପଞ୍ଚତତ୍ତ୍ୱ ଏକ ପ୍ରାଚୀନ ଭାରତୀୟ ଧାରଣା ଯାହା ପାଞ୍ଚଟି ମୌଳିକ ଉପାଦାନ ମାଧ୍ୟମରେ ବ୍ରହ୍ମାଣ୍ଡର ଗଠନକୁ ବ୍ୟାଖ୍ୟା କରେ। ପଞ୍ଚ ଶବ୍ଦର ଅର୍ଥ ପାଞ୍ଚ ଏବଂ ତତ୍ତ୍ୱ ଅର୍ଥ ହେଉଛି ଉପାଦାନ କିମ୍ବା ନୀତି। ଭାରତୀୟ ଦର୍ଶନ, ଆୟୁର୍ବେଦ, ଯୋଗ ଅନୁସାରେ ପ୍ରକୃତି ଏବଂ ମାନବ ଶରୀର ସବୁକିଛି ଏହି ପାଞ୍ଚଟି ଉପାଦାନରୁ ଗଠିତ। ସେହି ପାଞ୍ଚଟି ଉପାଦାନ ହେଲେ ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ପୃଥିବୀ ଦୃଢ଼ତା ଏବଂ ସ୍ଥିରତାକୁ ପ୍ରତିନିଧିତ୍ୱ କରେ। ଏହା ଶରୀରର ଭୌତିକ ଗଠନ ସହିତ ଜଡ଼ିତ, ଯେପରିକି ହାଡ଼, ମାଂସପେଶୀ ଏବଂ ଟିସ୍ୟୁ। ଜଳ ତରଳତା ଏବଂ ସଂଯୋଜନକୁ ପ୍ରତୀକ କରେ। ଏହା ରକ୍ତ ସଞ୍ଚାଳନ, ପାଚନ ଏବଂ ଶରୀରର ତରଳ ପଦାର୍ଥର ସନ୍ତୁଳନକୁ ନିୟନ୍ତ୍ରଣ କରେ। ଅଗ୍ନି ଶକ୍ତି ଏବଂ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରେ। ଏହା ପାଚନ, ବିପାକ, ଶରୀରର ତାପମାତ୍ରା ଏବଂ ଦୃଷ୍ଟି ପାଇଁ ଦାୟୀ। ବାୟୁ ଗତି ଏବଂ ଜୀବନ ଶକ୍ତିକୁ ବୁଝାଏ। ଏହା ଶ୍ୱାସକ୍ରିୟା, ମାଂସପେଶୀ ଗତି ଏବଂ ସ୍ନାୟୁ ପ୍ରଣାଳୀକୁ ନିୟନ୍ତ୍ରଣ କରେ। ଆକାଶ ସ୍ଥାନ ଏବଂ ପ୍ରସାରକୁ ପ୍ରତିନିଧିତ୍ୱ କରେ। ଏହା ଶରୀର ଏବଂ ବ୍ରହ୍ମାଣ୍ଡ ଉଭୟରେ ଶବ୍ଦ, ଯୋଗାଯୋଗ ଏବଂ ପ୍ରସାରଣର ଅସ୍ତିତ୍ୱକୁ ଅନୁମତି ଦିଏ। ସ୍ୱାସ୍ଥ୍ୟ ଏବଂ ସମନ୍ୱୟ ପାଇଁ ପଞ୍ଚତତ୍ତ୍ୱର ସନ୍ତୁଳନ ଅତ୍ୟନ୍ତ ଜରୁରୀ। ଆୟୁର୍ବେଦ ଅନୁସାରେ ଏହି ଉପାଦାନ ଗୁଡ଼ିକରେ ଅସନ୍ତୁଳନ ରୋଗ ସୃଷ୍ଟି କରେ। ସେମାନଙ୍କର ସନ୍ତୁଳନ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ସୁନିଶ୍ଚିତ କରେ। ଆସନ, ପ୍ରାଣାୟାମ ଏବଂ ଧ୍ୟାନ ଭଳି ଯୌଗିକ ଅଭ୍ୟାସ ଏହି ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ପଞ୍ଚତତ୍ତ୍ୱ ମଧ୍ୟ ମଣିଷକୁ ପ୍ରକୃତି ସହିତ ସମନ୍ୱୟରେ ରହିବାକୁ ଶିଖାଏ। ପରିବେଶ ସୁରକ୍ଷା ପାଇଁ ଭୂମି, ଜଳ, ଅଗ୍ନି, ବାୟୁ ଏବଂ ସ୍ଥାନକୁ ସମ୍ମାନ କରିବା ଆବଶ୍ୟକ। ପ୍ରଦୂଷଣ ଏବଂ ପ୍ରାକୃତିକ ସମ୍ପଦର ଅପବ୍ୟବହାର ଏହି ଉପାଦାନ ଗୁଡ଼ିକର ସନ୍ତୁଳନକୁ ବିଚଳିତ କରେ ଏବଂ ପୃଥିବୀର ଜୀବନକୁ ପ୍ରଭାବିତ କରେ। ପଞ୍ଚତତ୍ତ୍ୱ ଏକ କାଳଜୟୀ ଦର୍ଶନ ଯାହା ମାନବ ଜୀବନକୁ ପ୍ରକୃତି ସହିତ ସଂଯୋଗ କରେ। ଏହା ସନ୍ତୁଳନ, ପରିବେଶ ପ୍ରତି ସମ୍ମାନ ଏବଂ ସାମଗ୍ରିକ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରେ। ପଞ୍ଚତତ୍ତ୍ୱକୁ ବୁଝିବା ଆମକୁ ଏକ ସୁସ୍ଥ ଏବଂ ଅଧିକ ଅର୍ଥପୂର୍ଣ୍ଣ ଏବଂ ସମନ୍ୱିତ ଜୀବନଯାପନ କରିବାରେ ସାହାଯ୍ୟ କରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଟିକେ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ